ଦୁଇଟା ଟର୍ମ ଯାହା କରିଛନ୍ତି ମହାନଗର ନିଗମର ଆମେ ଦେଖିଛୁ, ଆମେ ତାଙ୍କ ସାଙ୍ଗରେ ଅଛୁ। ତେଣୁ ତାକୁ ସଦାବେଳେ ମୁଁ କହିଛି ସେ ଆମ ମେୟର, ଚମ୍ପିୟନ ମେୟର, ବହୁତ କାମ ଯେତେବେଳେ ଯାହା କରିଛୁ। ତେଣୁ ସେ ବିଧାୟକ ହିସାବରେ ସେ ଆଜି ପହଞ୍ଚିଛନ୍ତି, ଆମେ ବେଶୀ ଖୁସି। ଏବଂ ଆଉ ଜଣେ ବିଧାୟକ ଆପଣମାନେ ସମସ୍ତେ ଅପେକ୍ଷା କରିଥିଲେ, ବହୁତ ପରିଶ୍ରମ କରି ବହୁତ ଯୁବକ ଅପେକ୍ଷା କରିଥିଲେ। ଯୁବ ମଞ୍ଚ ତରଫରୁ ଆଜି ବରା ତରକାରୀର କାର୍ଯ୍ୟକ୍ରମ ମୁଁ ମେୟର ଥିଲା କାର୍ଯ୍ୟକ୍ରମ ଆମର ଚାଲିଥିଲା। ଆଜି ଆସିକି ମହାତ୍ମା ପହଞ୍ଚିଲାଣି। ଆମ ସହିତ ବୀରେନ୍ଦ୍ର ଭାଇ ଅଛନ୍ତି, ଏକାମ୍ର ଏକାମ୍ର ବରିଷ୍ଠ ନାଗରିକ ସଂଘର ସମ୍ପାଦକ, ଗଲା ବଳୟ ସାଙ୍ଗ ଏଠି ସମସ୍ତେ ପୁରା ଅଛନ୍ତି। ସେ ଏକାଠି କରିକି ଯୋଉ ପ୍ରୟାସ କରିଛନ୍ତି ଆମେ କୃତଜ୍ଞତା ଜଣାଉଛୁ ଆଉ ଧନ୍ୟବାଦ ଦେଉଛୁ। ଆମେ ସମସ୍ତେ ଗୋଟିଏ ପରିବାର। କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖିକି ମୁଁ ଏଠିକି ଆସିନାହିଁ। ଏଇଟା ହଉଛି ଗୋଟେ ଭାଇଚାରାର ଜାଗା। ଏଠି ବାବୁଲି ଭାଇ, ଗାଲା ଭାଇ, ଏମାନଙ୍କ ବଡ ଭାଇ ମାନଙ୍କ ଠାରୁ ଧୀରେନ୍ଦ୍ର ଭାଇଙ୍କୁ ନେଇକି ଅନ୍ୟାନ୍ୟ ସମସ୍ତେ ଯୋଉମାନେ ଅଛନ୍ତି ସଦାବେଳେ ଭାଇ ହିସାବରେ ଭଲ ପାଇଥାଏ। ତ ଭାଇ ଡାକିଛନ୍ତି ବରା ଖାଇବା ପାଇଁ। ମୁଁ ଶୁଣିଛି ଯେ ବରା ମହୋତ୍ସବରେ ବରା ବହୁତ ଭଲ ହୁଏ। ଏଠି ଯୋଉମାନେ ତିଆରି କରିଥାନ୍ତି, ଯୋଉ ଅଞ୍ଚଳବାସୀଙ୍କର ଯୋଉ ଥାଏ ବରା ଖାଇବା ପ୍ରତି ଭଲ ପାଇବା, ସେ ଖାଇବା ପାଇଁ ମୁଁ ଆଜି ଆସିଛି। ମୁଁ ଏଠି କୌଣସି ଅନ୍ୟ ଉଦ୍ଦେଶ୍ୟ ନେଇକି ଆସି ନାହିଁ। 13 ପର୍ବରେ 25 ପ୍ରକାରର ଖାଦ୍ୟ ଆମେ ସକାଳେ ଖାଉଥିଲେ। ବାବୁଲି ଏବେ କହିଥିଲେ, ଏବେ ଆମେ ଅଳ୍ପ ଦିନ ତଳେ କାକରେ ଏଇଠି ବିରାଟ ଆରମ୍ଭ ହେଇଥିଲା। ହବିଷ ଡାଲମା ବହୁତ ଲୋକ ଯେଡ଼େ ପ୍ରବଚନ ଚାଲିଛି, ହବିଷ ଡାଲମା ଚାଲିଛି, ସମସ୍ତଙ୍କ ଭିତରେ ବାର୍ତ୍ତାଳାପ ଚାଲିଛି, ସଙ୍ଗୀତ ଚାଲିଛି, ବରା ଡାଲମା ଚାଲିଛି। ଏ ମହୋତ୍ସବର ଅନ୍ତିମ ପର୍ଯ୍ୟାୟରେ ଆମର ଯାହାକୁ ଅପେକ୍ଷା ଥିଲା, ଆମର ମାନ୍ୟବର ବିଧାୟକ ଭୁବନେଶ୍ୱର ମଧ୍ୟମ ଆମର ଭାଇ, ଆମର ସାଥୀ ଏବଂ ଆମର ଶୁଭେଚ୍ଛୁ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମହୋଦୟ ଉପସ୍ଥିତ ହେଇଛନ୍ତି ଏବଂ ଉତ୍ତରର ବିଧାୟକ ଆମର ଭାଇ ଶ୍ରଦ୍ଧାର ଶ୍ରୀଯୁକ୍ତ ସୁଶାନ୍ତ ରାଉତ ମହୋଦୟ ଉପସ୍ଥିତ ହେଇଛନ୍ତି। ମୁଁ ଆଶା କରୁଛି ଆମ ଅନୁଷ୍ଠାନ ତରଫରୁ ଗୋଟେ ବଡ଼ କରତାଳି ସହିତ ଆମେ ତାଙ୍କୁ ଆଉ ଥରେ କୃତଜ୍ଞତା ଜଣାଉଛୁ। ଆଜ୍ଞା ଯେମିତି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ଏବଂ ନବବର୍ଷ ଆଗାମୀ ନବବର୍ଷ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ସ୍ୱାଗତ କରୁଛି ଏବଂ ଆମ ଅଫିସ ବରିଷ୍ଠ ନାଗରିକ ସଂଘ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଜୟ ଜଗନ୍ନାଥ। Hallelujah.